ଅରିନ୍ଦମ ବାବୁ ବର୍ତ୍ତମାନ ଇଲେକ୍ସନ କେମିତି ଚାଲିଛି ସାଲେପୁରରେ? ଚାଲିଛି ଠିକ ଠିକ ଜନମତ ପୁରା ଆମ ପଟେ ଅଛି କିନ୍ତୁ ଚାରିଆଡେ ଗଣ୍ଡଗୋଳ ଏଠି ମାନେ ପୁରା ବୁଥ କ୍ୟାପଚରିଂ ମାନେ ମରାମରି ମୋ ପଛ ଗାଡିରେ ଏଇଠି ମୁଁ ଦେଇକି ଯାଉଛି ଆମର 2 ଜଣ ପିଲାଙ୍କୁ 3 ଜଣଙ୍କୁ ଦେଖନ୍ତୁ ମାରିକି ମଲା ଭଳିଆ ଅବସ୍ଥା କରିଦେଇଛନ୍ତି ମାରିକି ତାଙ୍କ ମୁଣ୍ଡ ଫୁଣ୍ଡ ମେଲା ହେଇଯାଇଛି ମୁଁ ତାଙ୍କୁ ବଞ୍ଚିବେ କି ମରିବେ ଜାଣିନି ମୁଁ ତାଙ୍କୁ ନେଇକି ଯାଉଛି ନିଜେ ଉଠେଇକି ହସ୍ପିଟାଲ ମାଳ ପଞ୍ଚାୟତରେ ରମେଶ ଜେନା ଯିଏ ତାଙ୍କର ପୂର୍ବତନ ଚେୟାରମ୍ୟାନ ଥିଲା ବ୍ଲକ ଚେୟାରମ୍ୟାନ ସେ ଆଉ ଏବଂ ତାଙ୍କର ଗୁଣ୍ଡା ମାନେ 400 ଲୋକ ମିଶିକି ଆମର 3-4 ଜଣ ଲୋକଙ୍କୁ ମାରିଛନ୍ତି ପୁରା ଏବେ ରକ୍ତାକ୍ତ କରୁଛନ୍ତି ମୁଁ ଜାଣିନି ଏମାନେ ବଞ୍ଚିବେ କି ମରିବେ। ତ ଆପଣଙ୍କ ଇଏ କୋଉମାନେ ଆକ୍ରମଣ କରିଛନ୍ତି? ବିଜୁ ଜନତା ଦଳ ରମେଶ ଜେନା ମୁଁ ନାଁ କହୁଛି ରମେଶ ଜେନା ଭାଇସ୍ ଚେୟାରମ୍ୟାନ ଥିଲା ପୂର୍ବତନ ଭାଇସ୍ ଚେୟାରମ୍ୟାନ ଏ ଗଣ୍ଡଗୋଳ ନିଜେ ବସିକି ନିଜେ ବୁଥ ଭିତରେ ପଶିକି ହାତ ଧରିକି ଟିପରେ ଏମିତି ଜବରଦସ୍ତି ଭୋଟ ପକଉଛନ୍ତି ୟାକୁ ଜାଣନ୍ତୁ ସମସ୍ତେ ଟାଙ୍ଗୀ ସାଲେପୁର ବାସୀ ୟାକୁ ଜାଣନ୍ତୁ ଦେଖନ୍ତୁ କୋଉ ଭଳି ଭାବରେ ଅନ୍ୟାୟ ହଉଛି ୟାର ବିରୋଧ କରନ୍ତୁ ୟାର ଜବାବ ଦିଅନ୍ତୁ ଟାଙ୍ଗୀ ସାଲେପୁର ବାସୀ। ଆପଣଙ୍କ ପାଖରେ କିଛି ଅଛି କି? ମାଡ଼ ହେଇଛି ପୁଲିସ ପ୍ରେଜେଣ୍ଟରେ ମୁଁ ନିଜେ ଏସଡିପିଓଙ୍କୁ ଫୋନ କରୁଛି ଗଣ୍ଡଗୋଳ ହଉଛି ଫୋର୍ସ ପଠାନ୍ତୁ ପୁଲିସ ଗାଡି ଫୋର୍ସ ଛିଡା ହେଇଛି ଫୋର୍ସ ସାମ୍ନାରେ ଗୋଡେଇ ମାଇଲେ କେହି କିଛି କହିଲେନି 228 ନମ୍ବର ବୁଥରୁ ମୁଁ ଛିଡା ହେଇଥିଲି ମୁଁ ଯାଇକି ଦେଖିଲି 10 ଜଣ ପିଲା ପୋଲିଂ ରୁମ୍ ଭିତରେ ପଶିକି ଜବରଦସ୍ତି ଆଙ୍ଗୁଠି ଧରିକି ପୁରା ଭୋଟ ପକଉଛନ୍ତି ପଚାରିଲାଠୁ କହୁଛନ୍ତି ପୁଅ ମୁଁ କହିଲି ଆଇ କାର୍ଡ ଦେଖା ତାପରେ ଆଉ ଜଣକୁ ଡାକିଲା ନା ଇଏ ତା ପୁଅ ଏମିତି ସବୁ କରୁଛନ୍ତି ପୋଲିଂ ଅଫିସର କହୁଛି ଆଜ୍ଞା ମତେ କହିଲା ତାଙ୍କ ପୁଅ ସେଇଥିପାଇଁ ମୁଁ ଆଲାଉ କରିଦେଲି ପୁଲିସ ଛିଡା ହେଇଛନ୍ତି ବଡ ବଡ ବନ୍ଧୁକ ଧରିକି ପୁରା AK-47 କଣ ସେ ବନ୍ଧୁକ ନା ମୁଁ ଜାଣିନି ଧରି ଛିଡା ହେଇଛନ୍ତି ତାଙ୍କ ଆଗରେ ଗୋ ଗାଁ ପାଟି ତୁଣ୍ଡ ପେଲାପେଲି ହଉଛି ସେମାନେ ନୀରବ କିଛି କହୁନାହାନ୍ତି ଆମକୁ ବାଡିଆ ବାଡି କରିବାକୁ ଯାଇଛୁ ସେଇଠି ଫିଲ୍ଡ ଉପରକୁ ଯାଇକି ସେମାନେ ମାଇଲେ ଆମେ ବାଡିକି ମୁଣ୍ଡ ଫଟେଇବୁ ଏମାନେ ଜୀବନ ରକ୍ଷା କରିବେ ନା ଆମେ କଣ କରିବେ ଏମାନେ ନିରୀହ ସବୁ ସେମାନେ ଗୁଣ୍ଡା ମାନଙ୍କ ସାଙ୍ଗରେ ଲାଗି ହବ ମାନିଛନ୍ତି ମୁଁ ଆପଣଙ୍କୁ ଭିଡିଓ କ୍ୟାମେରା ପଠାନ୍ତୁ ଆପଣଙ୍କର ମୁଁ ଆମେ ହସ୍ପିଟାଲ ଯାଉଛି ହସ୍ପିଟାଲ ଆପଣ ଆସନ୍ତୁ ସେଇଠି ନିଜେ ଦେଖିବେ କେତେ ଜଣ ଅରିନ୍ଦମ ବାବୁ କେତେ ଜଣ କର୍ମୀ ଆହତ ହେଇଛନ୍ତି ଏ ଗଣ୍ଡଗୋଳରେ? 3 ଜଣ ଗାଡିରେ ଅଛନ୍ତି 2 ଜଣ ପଳେଇଛନ୍ତି କୁଆଡେ ରକ୍ତାକ୍ତ ଅବସ୍ଥା ମେଲା କରିଦେଇଛନ୍ତି ଦେହରେ ପୁରା ଦେହରେ ତଳ ପିଟି ପିଟି ମୁଣ୍ଡ ପୁରା ଫଟେଇ ଦେଇଛନ୍ତି ସବୁ। ଏଇ ଗଣ୍ଡଗୋଳର କାରଣ କଣ? ବହୁତ ଭିତରେ ସେମାନେ ପୁରା ପଶି ଯାଇଛନ୍ତି ଭିତରେ କାହାକୁ ଛାଡୁନାହାନ୍ତି ଅବଜେକ୍ସନ କଲାଠୁ ବାଡେଇଲେ। ଆପଣ କଣ ଇଲେକ୍ସନ କମିଶନ କୁ ପିଟିସନ ଦଉଛନ୍ତି ଏ ସମ୍ପର୍କରେ? ଆଜ୍ଞା ମୁଁ ଆଗେ ହସ୍ପିଟାଲ ଦଉଛି ପ୍ରାଣ ଆଗେ ବଞ୍ଚାଏ ମୁଁ ସମସ୍ତଙ୍କୁ ଫୋନ କରି କହିସାରିଲିଣି କାହାର କିଛି ଆକ୍ସନ ନାହିଁ ହସ୍ପିଟାଲ ନେଇକି ଯାଉଛନ୍ତି। ଓକେ ଠିକ ଅଛି ସାଇଡ କରି ଚାଲ ଭାଇ ଟିକେ ସାଇଡ ଦେଇଗଲା ଗାଡିରୁ ଓହ୍ଲାଅ ଓକେ ଟିକେ ଦେଖ ଠିକ ଅଛି ଅରିନ୍ଦମ ବାବୁ ଆମେ କହିବୁ। Hello 10th examinees. Are you searching for a school with integrated coaching? Join TSG Gurukul associated with its academic learning partner Physics Wala. Call 9438782020.